ଖଣି ଖାଦାନ ପାଇଁ ଯେଉଁ ନୀତି ନିୟମ ରହିଛି ତାକୁ ଯଦି ଆମେ ପାଳନ କରି ଖଣି ଖନନ କରିବା ତେବେ ମୁଁ ଗ୍ରହଣ କରିବି। ଏହି ଘଟଣାରେ ସାଧାରଣ ଲୋକଙ୍କୁ ମାଡ଼ ହୋଇଛି, ନିନ୍ଦନୀୟ, ଏବଂ ପୋଲିସ ବାହିନୀକୁ ମଧ୍ୟ ମାଡ଼ ହୋଇଛି, ସେ ବି ନିନ୍ଦନୀୟ। କୌଣସି ଏ ପ୍ରକାର ଏହିପରି ଘଟଣାକୁ ଗ୍ରହଣ କରାଯିବ ନାହିଁ। କିନ୍ତୁ ଯାହା ନୀତି ନିୟମ ରହିଛି ତାକୁ ଯଦି ଆଖି ଆଗରେ ରଖି ବା ସାମନା ଦେଇ ଖଣି ଉତ୍ତୋଳନ କରିବା ପାଇଁ ପଦକ୍ଷେପ ନେବା, ତାହେଲେ ସମସ୍ତ ପାଖରେ ଗ୍ରହଣୀୟ ହେବ। ଏଥିପ୍ରତି ବିଜେପି ସରକାରଙ୍କୁ ମୁଁ ନିବେଦନ କରୁଛି, ସଚେତନ ହୁଅନ୍ତୁ, ଯାହା ନୀତି ନିୟମ ପାଳନ କରି ପଦକ୍ଷେପ ଗ୍ରହଣ କରନ୍ତୁ। ଅପରପକ୍ଷରେ ଏସପି ମ୍ୟାଡମ ଯାହା କହିଥିଲେ ତାହା ଦେଖିଲି। ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ରାତିରେ ଯାଇଥିଲେ, ଯେଉଁ ଅଞ୍ଚଳରେ ସକାଳେ ଜିଲ୍ଲାପାଳ ଯାଇ ମଧ୍ୟ ଯୁକ୍ତିତର୍କ ହୋଇଛି, ସେହି ଦିନ ହିଁ ରାତିରେ ଯିବା କଣ ଏତେ ଜରୁରୀ ଥିଲା? ଦିନରେ ଗଲେ କାହିଁକି ହୋଇନଥାନ୍ତା? ନଚେତ୍ ସେଠାକାର ଗାଁ ବାହାରେ ରହି ଲୋକଙ୍କୁ ଡାକି ସେମାନଙ୍କ ସହ ଯାଇଥିଲେ କିଛି ଅସୁବିଧା ହୋଇନଥାନ୍ତା। ଏଣୁ ଆଗାମୀ ଦିନରେ ଯଦି ସିଜିମାଳି ଖଣି ଉତ୍ତୋଳନ କରିବା ପାଇଁ ସରକାର ଚାହୁଁଛନ୍ତି, ତାହେଲେ ଲୋକଙ୍କର ସ୍ୱାର୍ଥ ବା ଦାବିକୁ ସମ୍ମାନ ଦିଅନ୍ତୁ। ଯଦିଓ ସେଠାକାର ପୋଲିସ ବାହିନୀକୁ ପଠାଇ ଦମନ ଲୀଳା କରାଯିବ, ଥରେ ମଧ୍ୟ ମୁଁ ଡବଲ ଇଞ୍ଜିନ ସରକାରକୁ ନିବେଦନ କରୁଛି, ଯାହାକି ମାନ୍ୟବର ହାଇକୋର୍ଟ ଯାହା ନିର୍ଦ୍ଦେଶ ଦେଇଥିଲେ, ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆର ଯୋଉ ନିୟମାବଳୀ, ସେ ନିୟମ ଅନୁସାରେ କାମ ହଉ ଏବଂ ଯୋଉ ନିରଳ ଆଦିବାସୀ ମାନଙ୍କ ସହିତ ବସିକିରି ଆଲୋଚନା କରାଯାଉ। ଯଦି ଆଦିବାସୀ ମାନେ ଶାନ୍ତଶିଷ୍ଟରେ ଅଛନ୍ତି, ମାନେ ଭୟଭୀତ ହେଇକି ନାହାନ୍ତି, ଆପଣ ମାନେ ଜଳ ଜଙ୍ଗଲ ଜମିନ ଆଜି ଆଦିବାସୀ ମାନେ ଅଛନ୍ତି ବୋଲିକି ସୁରକ୍ଷିତ ଅଛି। ଏଡେ ଏଡେ ବଡ ବଡ କାରଖାନା ରହିଛି, ଆମ ଲୋକମାନଙ୍କୁ ସେଠି ନିଯୁକ୍ତି ମିଳୁନାହିଁ। ସେଥିପାଇଁ ଆଦିବାସୀ ମାନେ ପ୍ରତିବାଦ କରୁଛନ୍ତି, ସେମାନଙ୍କୁ ତାଙ୍କ ନିଯୁକ୍ତି ଦିଅନ୍ତୁ। ନିଶ୍ଚିତ ଭାବରେ ସେଠି କୌଣସି ପ୍ରତିବାଦ ହେବ ନା, ଆମେ ସମ୍ମାନ ସହିତ ଆମେ ଗ୍ରହଣ କରିବୁ। ଆଜି ଯେକୌଣସି କ୍ଷେତ୍ରରେ ବି ଦେଖନ୍ତୁ, ଏଠି ଲୁଟରାଜ ହେଉଛନ୍ତି ଆଦିବାସୀ। ସେଥିପାଇଁ ମୁଁ ସମ୍ମାନ ସହିତ କହିବା ପାଇଁ ଚାହୁଁଛି ଜିଲ୍ଲା ପ୍ରଶାସନକୁ ଏବଂ ସରକାରକୁ ଗୋଟେ ଆଲୋଚନା କରିକିରି ତାର ସମସ୍ୟାକୁ ସମାଧାନ ବାହାର କରିବା ପାଇଁ। এই ভিডিওটি আপনার কেমিতি লাগিলা কমেন্ট করে জানাতু। ধরিত্রী লাইভ র यूट्यूब এবং फेसबुक चैनल को सब्सक्राइब करंतु। अधिक खबर पाई लॉगिन करंतु www.dharitri.com।